ମୁଁ ଗୋପବନ୍ଧୁ ଦାସ ଭଦ୍ରକ ଓକିଲ ସଂଘର ଜଣେ ସଦସ୍ୟ। 2025 ମସିହା ଆମ ଭଦ୍ରକ ଓକିଲ ସଂଘର ଯେଉଁ ସଂଘର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଏ ନିର୍ବାଚନରେ ମୁଁ ସମ୍ପାଦକ ପ୍ରାର୍ଥୀ ଭାବରେ ଦଣ୍ଡାୟମାନ ହୋଇଛି। ମୁଁ ଆଶା କରୁଛି ଭଦ୍ରକ ସଂଘର ଓକିଲ ସଂଘର ସମସ୍ତ ବୟୋଜ୍ୟେଷ୍ଠ ସଦସ୍ୟମାନେ, ଯିଏକି ମୋ ଗୁରୁଜନ ଏବଂ ମୋର ସମାଜଖଣ୍ଡ ଯେଉଁ ଆଇନଜୀବୀମାନେ ଏବଂ ମୋର ଜୁନିୟର ଆଇନଜୀବୀମାନଙ୍କୁ ମୋର ଶ୍ରଦ୍ଧା ଏବଂ ଅନୁରୋଧ ଯେ ଭଦ୍ରକ ଓକିଲ ସଂଘରେ ଯେଉଁ ପ୍ରକାର ଅପ୍ରୀତିକର ପରିସ୍ଥିତି କାର୍ଯ୍ୟକ୍ରମ ହେଉଛି, ତା ବିରୁଦ୍ଧରେ ଓକିଲମାନଙ୍କର ସମସ୍ୟା କୋର୍ଟ କଚେରୀରେ ଠିକ୍ ଭାବରେ ତାରିଖ ହେଉନାହିଁ ଏବଂ ପେସ୍କାରମାନେ ଜୁନିୟର ଓକିଲଙ୍କୁ ଠିକ୍ ଭାବରେ ବ୍ୟବହାର ଦେଖାଉନାହାନ୍ତି ଏବଂ ବିଭିନ୍ନ ପ୍ରକାର ସମସ୍ୟାରେ ଓକିଲମାନେ ଜଡ଼ିତ। ଓକିଲମାନେ ମରିଯାଇଥିଲେ ମଧ୍ୟ ଅଦ୍ୟବଧି 2020ରୁ ଓକିଲମାନେ ମୃତ୍ୟୁବରଣ କରିଥିଲେ ମଧ୍ୟ 40-50 ଜଣ ଓକିଲଙ୍କର ନାମ ଭଦ୍ରକ ବାର୍ ଆସୋସିଏସନରୁ ଷ୍ଟେଟ୍ ବାର୍ କାଉନସିଲକୁ ପଠାଯାଇନାହିଁ। ସେମାନଙ୍କର ୱେଲଫେୟାର ବାବଦରେ କିଛି ଚିନ୍ତା କରାଯାଇନାହିଁ। ଆମର ଓକିଲ ସଂଘର ସଦସ୍ୟ 915 ଏବଂ ବାସୁଦେବପୁର, ଚାନ୍ଦବାଲି ଏବଂ ଧାମନଗର ବାର୍ର ମେମ୍ବରମାନଙ୍କୁ ଲଗାଇଲେ ଆମର ଓକିଲ ସଂଘର ମେମ୍ବର ପ୍ରାୟ ପାଖାପାଖି 1600ରୁ 1700 ହେବ। ତେଣୁ ଯଦି ଆମର ଓକିଲ ସଂଘରେ ଏକତା ବଜାୟ ରହେ, ଆମ ଓକିଲ ସଂଘରୁ 2 ଜଣ ସଦସ୍ୟ ନିଶ୍ଚିତ ଭାବରେ ରାଜ୍ୟ ଓକିଲ ସଂଘ ପରିଷଦକୁ ବି ଯାଇପାରନ୍ତେ, କିନ୍ତୁ ଆମ ଓକିଲମାନଙ୍କ ମଧ୍ୟରେ ଏକତା ନଥିବାରୁ ଏସବୁର ଅପୂରଣୀୟ କ୍ଷତି ଘଟୁଛି, ଯେଉଁଥିପାଇଁ କି ଆମର ଓକିଲ ବନ୍ଧୁମାନେ ବହୁତ ନ୍ୟାୟ ପାଇବାରୁ ଏବଂ ୱେଲଫେୟାର ପାଇବାରୁ ବହୁତ ବଞ୍ଚିତ ହେଉଛନ୍ତି ଏବଂ ଆମର ତୁରନ୍ତ କୋର୍ଟ ତିହିଡ଼ି ଏବଂ ବନ୍ଦରେ ଉପସ୍ଥାପନା ହେବାକୁ ଯାଉଛି। ତିହିଡ଼ିରେ ପାଖାପାଖି 110ରୁ 120 ଓକିଲ, ବନ୍ଦ ଆଗରପଡ଼ାରେ ମିନିମମ୍ 60 ଓକିଲ, ସେମାନେ ଉପକୃତ ହୁଅନ୍ତେ ଏବଂ ଲୋକଙ୍କ ପାଖରେ ଆଇନ ଦୁଆରରେ ପହଞ୍ଚନ୍ତା। ସେ ବାବଦରେ ଆମର ଓକିଲ ସଂଘରେ ଯେଉଁମାନେ ହେଉଛନ୍ତି ସଭାପତି, ସମ୍ପାଦକ ଏବଂ ଅଫିସ ବିୟରର, ସେମାନେ କୌଣସି ଦିନ ଚିନ୍ତା କରୁନାହାନ୍ତି କିମ୍ବା କୌଣସି ଡିଷ୍ଟ୍ରିକ୍ଟ ଜଜ୍ ଏବଂ ପୋର୍ଟଫୋଲିଓ ଜଷ୍ଟିସ୍ ଯିଏ ଅଛନ୍ତି ଆମର ହାଇକୋର୍ଟରେ ଏବଂ ମାନ୍ୟବର ବିଚାରପତି, ମୁଖ୍ୟ ବିଚାରପତିଙ୍କୁ କୌଣସି କଥା କହୁନାହାନ୍ତି। ସେମାନେ ତାଙ୍କର ସବୁବେଳେ ତାଙ୍କ ନିଜ ସ୍ୱାର୍ଥ ଉପରେ ଡିପେଣ୍ଡ କରିକିରି ରାଜନୀତି କରୁଛନ୍ତି। ଏଥିରେ ଓକିଲମାନେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି। ତତ୍ ସହିତ ଆମର ଯେଉଁ ତଥାକଥିତ ଆମର ଭାତ ହାଣ୍ଡି ଯାହାକୁ କୁହାଯାଏ, ଆମର ଯେଉଁ ମହକିଲ, ଏ ମହକିଲମାନଙ୍କର ବି ବହୁତ ଅସୁବିଧା ହେଉଛି। ତେଣୁ ବିଭିନ୍ନ ପ୍ରକାର ଅସୁବିଧାର ଧାରାକୁ ନେଇ ମୁଁ ଏ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛି କି ନିଶ୍ଚିତ ଭାବରେ ଏସବୁର ପୁନରାବୃତ୍ତି ନ ହେବ ଏବଂ ନୂତନ ଭାବେ କେମିତି ଭଲ ଶୃଙ୍ଖଳା ଭାବରେ ଭଦ୍ରକ ବାର୍, ଭଦ୍ରକ ଓକିଲ ସଂଘ ଆଗକୁ ବଢ଼ିବ ଏବଂ ଭଦ୍ରକ ଓକିଲ ସଂଘ ଏମିତି ଗୋଟେ ସଂଘ ଯିଏକି ସର୍ବଭାରତ ସ୍ତରରୁ ପ୍ରଥମରୁ ଓକିଲମାନେ ହେଉଛନ୍ତି ଭାରତ ସ୍ୱାଧୀନତାର ଆନ୍ଦୋଳନର ପ୍ରତୀକ। ସେମାନେ ଯଦି ବିପ୍ଳବ ଆରମ୍ଭ କରିବେ, ନିଶ୍ଚିତ ନା ନିଶ୍ଚିତ କିଛି ସୁସ୍ଥ ପରିସ୍ଥିତିକୁ ଆସିବେ। ତେଣୁ ସେଥିପାଇଁ ମୋର ଓକିଲ ବନ୍ଧୁମାନେ ଏବଂ ମୋର ବୟୋଜ୍ୟେଷ୍ଠ ଓକିଲ ବନ୍ଧୁମାନଙ୍କୁ, ବୟୋଜ୍ୟେଷ୍ଠ ଓକିଲ ଗୁରୁଜନ ବନ୍ଧୁମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଏ ନିର୍ବାଚନରେ ମୋତେ ବହୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବେ। ଜୟ ଓକିଲ ସଂଘ, ଜୟ ଭାରତ, ଜୟ ଭଦ୍ରକ ଓକିଲ ସଂଘ।